ପିଲାମାନେ ଆଜି ଆମେ ତୃତୀୟ କ୍ଲାସର ଭାଷା ମହକର କ୍ୱେଶ୍ଚିନ୍ ଆନ୍ସର କରିବା ପାଠ 3 କାହାର କେତେ ଗୋଡ଼। ତ ଚାଲ କରିବା କ୍ୱେଶ୍ଚିନ୍ ଆନ୍ସର କ'ଣ ଦେଇଛି ପ୍ରଥମେ ଚାଲ ଦେଖିବା ଆମେ। ତ ପିଲାମାନେ ଲୁଚ କାଳି ଖେଳ ଦେଇଛି, ଏଇଟା କିଛି କ୍ୱେଶ୍ଚିନ୍ ଆନ୍ସର ଦେଇନି। ତ ଚାଲ ଦେଖିବା କାହାର କେତେ ଗୋଡ଼ର କ୍ୱେଶ୍ଚିନ୍ ଆନ୍ସର ଦେଖିବା। ତ ପିଲାମାନେ ପ୍ରଥମ ପେଜରେ କ'ଣ ଦେଇଛି, ପିଲାମାନେ ବାଘ କ'ଣ କହିଛି, ପିଲାମାନେ କହିଲେ ଦେଖି ଗୋଡ଼ ଆମର କ'ଣ ଉପକାର କରେ। ପିଲାମାନେ ଲେଖିବ ଗୋଡ଼ ଆମର ଚାଲିବା ପାଇଁ ଉପକାର କରେ, ଇନ୍ ଲେଖିପାରିବ। ତ ପିଲାମାନେ ଦେଖ ପ୍ରଥମ ଚିତ୍ର କ'ଣ ଦେଇଛି, ବାଘ ଅଛି, ମୂଷା, ଭାଲୁ, ସିଂହ, ମାଙ୍କଡ଼ ଫାଙ୍କଡ଼ ସବୁ ଅଛି। ତ ଚାଲ ନେକ୍ସଟ ପେଜ ଦେଖିବା। ତ ପିଲାମାନେ ନେକ୍ସଟ ପେଜରେ ବି କିଛି ଦେଇନି, ସେଇଟା ଗୋଟେ ଅଛି ପିଲାମାନେ ଏଣ୍ଡୁବା ନେଉଳ କ'ଣ ଗୋଟେ ଅଛି, ଆଉ ଗୋଟେ ସାପ ଅଛି, ତ ଗୋଟେ ବିଭିନ୍ନ ପ୍ରକାର ପୋକ ଗୋଟେ ଅଛି। ତ ଚାଲ ଦେଖିବାର କ୍ୱେଶ୍ଚିନ୍ ଆନ୍ସର ବି ଚାଲ ପିଲାମାନେ ଦେଖିବା। ପିଲାମାନେ ନେକ୍ସଟ ପେଜ ବି ଦେଇଛି ଆମ ଗୋଡ଼, ସେଥିରେ ବି ବାଘ, ହାତୀ। ତ ପିଲାମାନେ ନେକ୍ସଟ ପେଜରେ କ୍ୱେଶ୍ଚିନ୍ କ'ଣ ଦେଇଛି ପିଲାମାନେ ଦେଖ। ପିଲାମାନେ 1 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି, ତୁମ ଘରେ ଦେଖିଥିବା କେତୋଟି ପଶୁ ପକ୍ଷୀଙ୍କ ନାମ ଓ ସେମାନଙ୍କ ଗୋଡ଼ ସଂଖ୍ୟା କୁହ। ତ ଚାଲ ଆର ଉତ୍ତର ଲେଖିବା। ତ ପିଲାମାନେ 1 ନମ୍ବର ଉତ୍ତର ଲେଖିବ ବିଲେଇ ଲେଖିବ ଉତ୍ତର। ବିଲେଇରେ କେତେଟା ଗୋଡ଼ ଅଛି ପିଲାମାନେ 4ଟା ଗୋଡ଼ ଲେଖିବ। କୁକୁର ଲେଖିବ, କୁକୁର 4ଟା ଗୋଡ଼ ଲେଖିବ ପିଲାମାନେ ଉତ୍ତର। ଗାଈର ବି 4ଟା ଗୋଡ଼, କୁକୁଡ଼ା ବି 2ଟା ଗୋଡ଼, ପାରର ବି 2ଟା ଗୋଡ଼। ତ ପିଲାମାନେ ଉତ୍ତର ଏମିତି 1 ନମ୍ବର ଲେଖିବ। ତ ଚାଲ 2 ନମ୍ବର ଦେଖିବା। ତ ପିଲାମାନେ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି, ଯଦି ପଶୁମାନଙ୍କର ଗୋଡ଼ ନଥାନ୍ତା ତେବେ କ'ଣ ସବୁ ଅସୁବିଧା ହୁଅନ୍ତା। ତ ଚାଲ ଆର ବି ଉତ୍ତର ଲେଖିବା। ତ ପିଲାମାନେ 2 ନମ୍ବର ଉତ୍ତର କ'ଣ ଲେଖିବ, ସେମାନେ ଚାଲିବା ବା ଦୌଡ଼ ପାରନ୍ତି ନାହିଁ, ଖାଦ୍ୟ ପାଣି ଖୋଜି ପାଆନ୍ତି ନାହିଁ, ଆଉ ଶତ୍ରୁ କବଳରୁ ନିଜକୁ ରକ୍ଷା କରିପାରନ୍ତି ନାହିଁ। ତ ପିଲାମାନେ 2 ନମ୍ବର ଉତ୍ତର ଏମିତି ଲେଖିବ। ତ ପିଲାମାନେ 3 ନମ୍ବର କ'ଣ ଲେଖିବ, ସାପ କ୍ୱେଶ୍ଚିନ୍ କ'ଣ ଦେଇଛି ପିଲାମାନେ 3 ନମ୍ବର, ସାପର ଗୋଡ଼ ଅଛି କି, ସେ କିପରି ଚାଲେ। ତ ପିଲାମାନେ ଚାଲ ଆର ବି ଉତ୍ତର ଲେଖିବା। ତ ପିଲାମାନେ ଉତ୍ତର କ'ଣ ଲେଖିବ, ନା ସାପର ଗୋଡ଼ ନାହିଁ, ସେ ପେଟେ ପେଟେ ବା ସରସର ହୋଇ ଚାଲେ। ତ ପିଲାମାନେ 3 ନମ୍ବର ଉତ୍ତର ଏମିତି ଲେଖିବ। ତ ପିଲାମାନେ 4 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି, ତୁମ ପାଦରେ ଚପଲ ନ ପିନ୍ଧିଲେ କ'ଣ ହେବ। ତ ପିଲାମାନେ ପାଦରେ ଯଦି ଚପଲ ନ ପିନ୍ଧିଲେ କ'ଣ ହେବ। ତ ଚାଲ ଆର ବି ଉତ୍ତର ଲେଖିବା। ତ ଆର ଉତ୍ତର ଲେଖିବ ପିଲାମାନେ ପାଦରେ ଧୂଳି ଓ ମଇଳା ଲାଗିବ, କଣ୍ଟା କିମ୍ବା କାଚ ଫୁଟି ଯାଇପାରେ ପାଦରେ, ଗୋଡ଼ରେ ବିଭିନ୍ନ ରୋଗ ବା ସଂକ୍ରମଣ ହୋଇପାରେ। ତ ପିଲାମାନେ 4 ନମ୍ବର ଉତ୍ତର ତମେମାନେ ସବୁ ଏମିତି ଲେଖିବ। ତ ପିଲାମାନେ 5 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି, 10ଟା ଗୋଡ଼ ଥିବା ଜୀବ ଦେଖିଛ କି, ସେ କେଉଁଠାରେ ରହେ। ତ ଚାଲ ପିଲାମାନେ ଆର ବି ଉତ୍ତର ଲେଖିବା। ତ ପିଲାମାନେ ଆର ଉତ୍ତର ଲେଖିବ, ହଁ କଙ୍କଡ଼ାର 10ଟି ଗୋଡ଼ ଥାଏ, ଏହା ପାଣିରେ ବା ପାଣିକୂଳ ଗାତରେ ରହେ। ତ ପିଲାମାନେ 5 ନମ୍ବର ଉତ୍ତର ଏମିତି ଲେଖିବ ସମସ୍ତେ। ତ ପିଲାମାନେ ତା ତଳ କ'ଣ ଲେଖାଯାଇଛି, ଆସ ଚିତ୍ର କରି ରଙ୍ଗ ଦେବା, ତୁମକୁ ଭଲ ଲାଗୁଥିବା ଯେକୌଣସି ପଶୁ, ପକ୍ଷୀ, ସରୀସୃପ ଓ କୀଟପତଙ୍ଗର ଚିତ୍ର କରି ରଙ୍ଗ ଦିଅ, ତାର ନାମ ତଳେ ଲେଖ। ପିଲାମାନେ ଆପଣମାନେ କୌଣସି ବି ଚିତ୍ର କରିପାରିବ, ଗାଈ ବା କୌଣସି ତୁମକୁ ଆସୁଥିବ ବିଲେଇ, କୁକୁର, ଶୁଆ, ଯେକୌଣସି ଚିତ୍ର ଆସୁଥିଲେ ପିଲାମାନେ ତୁମେ ଚିତ୍ର କରି ତାର ନାମ ଲେଖିପାରିବ। ତ ଏମିତି କ୍ୱେଶ୍ଚିନ୍ର ଉତ୍ତର ଲେଖିପାରିବ ପିଲାମାନେ। ତ ପିଲାମାନେ ନେକ୍ସଟ ପେଜ ଦେଖ, ଆସ ଭାବିବା ଓ ଲେଖିବା। 1 ନମ୍ବର କ'ଣ ଲେଖାଯାଇଛି ପିଲାମାନେ କ୍ୱେଶ୍ଚିନ୍, ଝିଣ୍ଟିକାଟିଏ ଡେଇଁ ଡେଇଁକା ଖେଳୁଥାଏ, ସେହି ବାଟ ଦେଇ ପିମ୍ପୁଡ଼ିଟିଏ ଯାଉଥିଲା, ଝିଣ୍ଟିକା ତାକୁ ଡାକିଲା, ତାହେଲେ ଝିଣ୍ଟିକା ଓ ପିମ୍ପୁଡ଼ି କ'ଣ କଥାବାର୍ତ୍ତା ହୋଇଥିବେ, ଆସ ଭାବିବା ଓ ଖାଲି ଘରେ ଲେଖିବା। ତ ଚାଲ ପିଲାମାନେ ଆର ଉତ୍ତର ଗୋଟେ ଗୋଟେ କରି ଲେଖିବା। ତ ପିଲାମାନେ ପ୍ରଥମ ଚିତ୍ରରେ ଲେଖିବ ଝିଣ୍ଟିକା, ଏଇ ପିମ୍ପୁଡ଼ି ଭାଇ ଏତେ ଖରାରେ କୁଆଡ଼େ ଯାଉଛ, ଆସ ମୋ ସହିତ ଖେଳିବ। ତ ପିଲାମାନେ ପ୍ରଥମ ଚିତ୍ରରେ ଏମିତି ଉତ୍ତର ଲେଖିବ। ତ ଦ୍ୱିତୀୟ ଚିତ୍ରରେ ବି କ'ଣ ଲେଖିବ ପିଲାମାନେ, ପିମ୍ପୁଡ଼ି, ନାହିଁ ଝିଣ୍ଟିକା ଭାଇ ମୁଁ ଖେଳିପାରିବି ନାହିଁ, ବର୍ଷା ଦିନ ପାଇଁ ଖାଦ୍ୟ ସାଉଁଟୁଛି। ତ ପିଲାମାନେ ଏମିତି ଉତ୍ତର ଲେଖିବେ 1 ନମ୍ବର 2 ନମ୍ବର ଚିତ୍ର। ତ ପିଲାମାନେ ଫାଷ୍ଟ ଝିଣ୍ଟିକା ଚିତ୍ର ଅଛି 3 ନମ୍ବର, ତାପରେ ପିମ୍ପୁଡ଼ି ଚିତ୍ର ଅଛି 4 ନମ୍ବର ହେଲେ ଫାଷ୍ଟ ପିମ୍ପୁଡ଼ି ଚିତ୍ର ଅଛି, ତ ଝିଣ୍ଟିକା ଚିତ୍ର ଅଛି। ଚାଲ 3 ନମ୍ବର 4 ନମ୍ବର ବି ଲେଖିବା। ତ ପିଲାମାନେ 3 ନମ୍ବର ଚିତ୍ର ଲେଖିବ, ବର୍ଷା ଦିନେ ତ ବହୁତ ଦୂରରେ ଅଛି, ବର୍ଷା ଦିନ ତ ବହୁତ ଦୂରରେ ଅଛି, ଏବେଠାରୁ କାହିଁକି ଏତେ ଚିନ୍ତା କରୁଛ। ତ ପିଲାମାନେ 3 ନମ୍ବର ଉତ୍ତର ଏମିତି ଲେଖିବ 3 ନମ୍ବର ଚିତ୍ରରେ। 4 ନମ୍ବର କ'ଣ ଲେଖିବ ପିଲାମାନେ, ଏବେ ପରିଶ୍ରମ ନ କଲେ ବର୍ଷା ଦିନେ ଭୋକରେ ରହିବାକୁ ପଡ଼ିବ। ତ ପିଲାମାନେ 1 2 3 4 ନମ୍ବର ଉତ୍ତର ଏମିତି ଲେଖିବ। ତ ଚାଲ ତାପରେ ଦେଖିବା। ତ ପିଲାମାନେ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି, ବଣରେ ରହୁଥିବା 3ଟି ଲେଖାଏଁ ପଶୁ ପକ୍ଷୀଙ୍କ ନାମ କୋଠରୀରେ ଲେଖ। ତ ପିଲାମାନେ ଦେଖ ଗୋଟେ ଲେଖାଯାଇଛି ପଶୁଙ୍କର ନାମ ଆଉ ଗୋଟେ ପକ୍ଷୀଙ୍କର ନାମ। ତ ଚାଲ 3ଟା ଲେଖାର ଲେଖିବା। ତ ପଶୁର ନାମ ଲେଖିବ ବାଘ, ସିଂହ, ହାତୀ। ପକ୍ଷୀର ନାମ କ'ଣ ଲେଖିବ ପିଲାମାନେ, ମୟୂର, ଶୁଆ, ବଗ। ତ ଏମିତି ଉତ୍ତର ଲେଖିବ।
तो पिलाने नेक्स्ट पेज देखो नेक्स्ट पेज क्वेश्चन कौन देछि पिलाने 3 नंबर। तो 3 नंबर क्वेश्चन कौन देछि पिलाने गड़ संख्या अनुसार सारणी पूरण कर। गड़ नथिबा प्राणी 2टी गड़ और 4टी गड़ थिबा प्राणी 6टी गड़ 8टी गड़ 10टी गड़। तो चलो आर उत्तर लिखिबा। तो पिला माने गड़ नथिबा प्राणी रे कोन लिखिबो गोटे लिखिबो साप लिखिबो माछ लिखिबो जिया लिखिबो आ गोटे उत्तर लिखिबो पिला माने जको। 2टी गड़ थिबा प्राणी कोन लिखिबो पिला माने काऊ लिखिबो पारा लिखिबो बतक लिखिबो चिल भी लिखिबो। 4टी गड़ थिबा प्राणी कोन लिखिबो पिला माने गाई कुकुर लिखिबो बिलेई लिखिबो आउ गोटे हाथी लिखिबो। 6टी गड़ थिबा प्राणी कोन लिखिबो पिला माने पिंपुड़ी लिखिबो प्रजापति लिखिबो माछी लिखिबो आउ गोटे मछ लिखिबो पिला माने। 8टी गड़ थिबा कोन लिखिबो पिला माने बुढ़ियाणी लिखिबो बिछा लिखिबो अष्टपदी लिखिबो आउ गोटे 10टी गड़ थिबा पिला माने लिखिबो कंकड़ा लिखिबो चिंगुड़ी लिखिबो गुंडीची आउ चिंगुड़ी एमती विभिन्न प्रकार लिखिबो पिला माने सब। 10टी अधिक गोड़ थिबा प्राणी तो आर उत्तर लिखिबो पिला माने। तो पिला माने आर उत्तर लिखिबो शतपदी कान खोजिबा बिछुआती। तो पिला माने उत्तर एमती लिखिबो। तो पिला माने 4 नंबर क्वेश्चन कोन देछि आमे आम पादर जत्न किपरि नेबा जेपरि एक क नंबर कोन देछि पिला माने नियमित नख काटिबा। तो ख ग देछि तो चला उत्तर लिखिबा। तो पिला माने ख नंबर लिखिबा पाद को प्रतिदिन साबुन रे भल भाबे सफा करिबा। ग नंबर उत्तर लिखिबा बाहर को गला बेले सदा बेले चप्पल किंबा जूता पिंधिबा। घ नंबर लिखिबा पाद सुखिला रहिले सेथिरे तेल बा मॉइस्चराइजर लगाइबा। तो पिला माने उत्तर एमिति उत्तर लिखिबा 4 नंबर। तो पिला माने 5 नंबर कोन देछि तळे दिया जाइथिबा अनुच्छेदटी को पढ़। तो पिला माने चलो पढ़िबा। हाथीटीए बण रे बुलुथुला हठात ता गोड़रे कंटा फुटिगला से आउ चली पारिला नाही। एतिकी बेले मूषाटीए सेठारे पहुँचिला हाथी गोड़रू कंटाटी को काढ़ी नेला। हाथी खुशी होई मूषा को पिठरे बसाई बुलाइला। तो पिला माने जेमति लिखा अछि सेमति आपण माने लिखि पारिबो न लिखिबे चलिबो। तो चलो 6 नंबर कोन देछि पिला माने निर्मरे दिया जाइथिबा पशु पक्षी मानकर नाम को सेमानकरे स्वर सहित गार टाणी जोड़। तो चलो पिला माने जोड़िबा। तो पिला माने गाई को हांबा हांबा जोड़ियो छेली को मे मे जोड़िबो कोइली को कुहू कुहू जोड़िबो काऊ को का का जोड़िबो कुकुड़ा को कुकुड़ को तो जोड़िबो। पिला माने एमिति गार टाणी लिखिबो। तो पिला माने नेक्स्ट क्वेश्चन कोन देछि भाषार कथा। तो 1 नंबर कोन देछि पिला माने सारणीरू अक्षर नै शब्द घड़ और पढ़ लेख जेपरि आत। पिला माने देखो एडे गोटे बॉक्स करा अछि पिला माने ज क ओ तो पिला माने ए बॉक्स रे हमें पद नेगिरी लिखिबो। पिला माने प्रथम पद कोन लिखिबो दैनिक लिखिबो तापरे आम लिखिबो जल तापरे नौका लिखिबो तापरे काम कल तापरे कोन लिखिबो पिला माने निम आत निज कंठ झिंटिका विकल। तो पिला माने एरु गोटे गोटे पद काटी लिखिबो पिला माने 1 नंबर। तो चलो 2 नंबर देखिबा एबे। 2 नंबर कोन देछि पिला माने दुई कोठरीरो मेल जाउथुबा शब्द को नै वाक्य गठन कर जिया कुकुरा गछ डाल वर्षा। तो आउट बाक्स रे कोन लिखा अछि पिला माने माटी काऊ पानी घर जेपरि गछ डाल रे काउटीए राबुछि। एमिति गोटे उदाहरण देछि पिला माने। तो ख ख ग घ केमिति लिखिबो तो चलो लिखिबा। तो पिला माने क नंबर लिखिबो जिया माटी भितर रहे। ख नंबर लिखिबो कुकुर आम घरे जगी थाए। ग नंबर लिखिबो वर्षा हेले चारिआडे पानी जमी जाए। घ नंबर लिखिबो गछ डाल रे काऊ बसिछि। तो पिला माने 2 नंबर उत्तर एमिति लिखिबो। 3 नंबर पिला माने क्वेश्चन कोन देछि तळे थिबा उत्तर को पाइबा पाई प्रश्न तैयारी कर। पिला माने देखो क नंबर उत्तर लिखा जाइछि पिला माने जिया खाद्य खोजिबा को बाहरिला। तार प्रश्न केमिति लिखिबो ख नंबर देछि पिला माने कोन कुकुरर 4टी गोड़ अछि। ग नंबर पिंपुड़ीर सांग बिछा थिला। तो पिला माने आर उत्तर जाउ लिखा जाइछि क ख घर उत्तर जाउ लिखा जाइछि। तो पिला माने प्रश्न से लिखा जाइछि। तो चला आर 3टा प्रश्न आर काढिबा पिला माने। पिला माने क नंबर प्रश्न लिखिबो जिया देखो पिला माने सेठ खोजिबा को के बाहरिला। देखो पिला माने उत्तर कोन लिखा अछि पिला माने जिया खाद्य खोजिबा को बाहरिला। तो पिला माने आर प्रश्न लिखिबो जिया काहे की बाहरिला एमिति लिखिबो किंबा खाद्य खोजिबा को के बाहरिला। तो पिला माने प्रश्न एमिति ते लिखिबो। ग नंबर कोन देछि पिला माने कुकुरर 4टी गोड़। पिला माने देखो कुकुर 4टी गोड़ उत्तर लिखा अछि। प्रश्न कोन लिखिबो कुकुरर केतोटी गोड़। तो पिला माने प्रश्न एमिति लिखिबो।
ଗ ନମ୍ବର ବି ପିଲାମାନେ ଲେଖିବ କ'ଣ ଲେଖାଯାଇଛି ପିମ୍ପୁଡ଼ିର ସାଙ୍ଗ ବିଛା ଥିଲା। ଉତ୍ତର ଲେଖାଯାଇଛି ପିଲାମାନେ ପ୍ରଶ୍ନ କ'ଣ ଲେଖିବ ପିମ୍ପୁଡ଼ିର ସାଙ୍ଗ କିଏ ଥିଲା। ତ ପିଲାମାନେ ସେ ପ୍ରଶ୍ନ ଲେଖାଯାଇଛି ସେ ପ୍ରଶ୍ନରେ ଏମିତି ଲେଖିବ ସବୁ। ତ ପିଲାମାନେ 4 ନମ୍ବର କ'ଣ ଲେଖିଛି ସୂତ୍ର ସ୍ରୋତ ଲିଖନ ଶିକ୍ଷକ 10ଟି ଶବ୍ଦ ଡାକିବ। ପିଲାମାନେ ତମ କ୍ଲାସରେ ଯେଉଁ ଶିକ୍ଷକ ଯିଏ ସବଜେକ୍ଟ ନେଇଥିବ ନା ଭାଷା ମହକ ସେ ଶିକ୍ଷକ 10ଟା ପଦ ଡାକିବ। କୌଣସି ପଦ ଡାକିବ ଏହିପରି ପିଲାମାନେ ଉଦାହରଣ ଦେଇଦେଉଛି ଦେଖ କିପରି ପଦ ଡାକିବ। ସେ ପଦରେ ଲେଖିବ ପିଲାମାନେ ବିଦ୍ୟାଳୟ, ବଗିଚା, ଆକାଶ, ସୂର୍ଯ୍ୟ, କଲମ, ପତ୍ର, ମାଛ, ବହି, ପବନ, ସକାଳ। ତ ପିଲାମାନେ ଏମିତି ଏହାର ଉତ୍ତର ଲେଖିବ ବା ଶିକ୍ଷକ ବି ଆପଣମାନଙ୍କୁ ଡାକିପାରିବ। ତ ପିଲାମାନେ ନେକ୍ସଟ ପେଜରେ କ'ଣ ଦେଇଛି ଶୁଣ, ବୁଝ ଓ କୁହ। ତ ଚାଲ ଗୋଟେ ଗୋଟେ ବାକ୍ସ ପଢ଼ିବା। ପିଲାମାନେ ପ୍ରଥମ ବାକ୍ସରେ କ'ଣ ଲେଖାଯାଇଛି ରହେରେ ରହେ ମୁଁ କରଡ଼ ରହେ ରାତିରେ ବୁଲେ ମୁଁ ଦିନରେ ଶୋଏ କହିଲ ଦେଖି ମୁଁ ଅଟେ କିଏ। ତ ପିଲାମାନେ ଆର ଉତ୍ତର ହେବ ପେଚା। ତ ପିଲାମାନେ ଆର ଉତ୍ତର ହେବ ପେଚା। ତ ପିଲାମାନେ ସେକେଣ୍ଡ ବକ୍ସରେ କ'ଣ ଦେଇଛି ବେକରେ ତାହାର ନାଲିଆ ଗାର ଶାଗୁଆ ଦେହ ତା ଦିଶେ ସୁନ୍ଦର ବଙ୍କୁଲି ଥଣ୍ଟରେ ଫଳକୁ ଖାଏ କହିଲ ପିଲାଏ ସେ ଅଟେ କିଏ। ପିଲାମାନେ କହିଲ ଆର ଉତ୍ତର କ'ଣ ହେବ ପିଲାମାନେ କାର ଥଣ୍ଟରେ କାର ବେକରେ ନାଲି ଗାର ପିଲାମାନେ ପଡ଼ିଥାଏ କିଏ ପିଲାମାନେ କହିଲ ଆର ହେଉଛି ଶୁଆ। ଉତ୍ତର ହେବ ପିଲାମାନେ କ'ଣ ଯେ ଶୁଆ। ଶୁଆର ବେକରେ ପିଲାମାନେ ନାଲି ଗାର ପଡ଼ିଛି ତ ପିଲାମାନେ ଶୁଆ ହେବ। ସେକେଣ୍ଡ ବାକ୍ସରେ କ'ଣ ଲେଖାଯାଇଛି ପିଲାମାନେ ମାଉଁସ ଖାଏ ସେ ବଣରେ ରହେ ଜାତୀୟ ପଶୁର ନାମଟି ବହେ କହିଲ ପିଲା ସେ ଅଟେ କିଏ। ପିଲାମାନେ ଏଇଠି 4ଟା ଚିତ୍ର ଦେଇଛି ତ ପିଲାମାନେ ଆର ଉତ୍ତର କହିଲ ବାଘ ବା ସିଂହ। ପିଲାମାନେ ଉତ୍ତର ଏମିତି ଲେଖିବ। ତ ପିଲାମାନେ ଏହିପରି ଭାବେ କାହାର କେତେ ଗୋଡ଼ର ପ୍ରଶ୍ନ ଉତ୍ତର ସରିଗଲା ପିଲାମାନେ। ତାର ପିଲାମାନେ ପ୍ରଶ୍ନ ଉତ୍ତର ଲେଖି ସାରିଲା ପରେ ପିଲାମାନେ ଭିଡ଼ିଓକୁ ଲାଇକ୍ କରିବ ସବସ୍କ୍ରାଇବ୍ କରିବ। ପିଲାମାନେ ପ୍ରଥମ ପାଠ ଦ୍ୱିତୀୟ ପାଠ ବି ପ୍ରଶ୍ନ ଉତ୍ତର ଛାଡ଼ି ଦେଇଛି ପିଲାମାନେ ଭିଡ଼ିଓ ଚ୍ୟାନେଲ୍ କ୍ଲିକ୍ କରି ପିଲାମାନେ ଦେଖିପାରିବେ। ଆର ପ୍ରଥମ ପାଠର ଉତ୍ତର କ୍ୱେଶ୍ଚିନ୍ ଆନ୍ସର୍ ବି ଛାଡ଼ି ଦେଇଛି ଦ୍ୱିତୀୟ ପାଠରେ ବି ଛାଡ଼ି ଦେଇଛି ପିଲାମାନେ। ତ ପିଲାମାନେ ରହିଲି।